ମୁଁ ଆସିଲେ ତୁ ଏତେ କଥା ମତେ ବତା ମୋ ଆଇ କଥା କୁହ ଆଗ। ନା ମୁଁ ଗୋଟେ ଟଙ୍କା ଖାଇ ଆଇ କୁଆଡେ ଗଲା ମତେ କୁହ। କଣ ମୁଁ କହିବି ତତେ ମୋ ମୁଣ୍ଡ ମୁଣ୍ଡ କାଇଁ ବୁଲି ବାବା ମୁଁ କହିବି ଆଇ କୁଆଡେ ଗଲା ମତେ କହୁନ। ବାରମ୍ବାର ସେ ଗୋଟାଏ କଥା ମତେ ବାଧ୍ୟ ହଁ। କାଇଁ ଜାଣିଛୁ ନା କାଇଁ? ତୁ ତୁ କଣ ଭାବିଛୁ ତୋର ଗୋଟେ ଆଇ ବୋଲି ଆଉ ତୋର ତିନିଟା ଏ ତ ଆଇ ଯୋଉ ଏକ ନମ୍ବର ତୋ ଆଇ ଯୋଉ ସେ 3 ନମ୍ବର 3 ନମ୍ବର ଆଉ ଭାଇ 1 ନମ୍ବର ଗୋଟେ ପ୍ରଥମେ ହେଇଥିଲି ବୁଝିଲ ବୁଝ। ଭାଇ ସେ ଚତୁର୍ଥୀ ରାତି ଦିନ ତା ପୁଅ କହିଲା ମୁଁ ପରିସ୍ରା ଲାଗୁଛି ହଁ। ମାନେ ହଉ ଯା ବାହାରକୁ ତାର ସେ ପରିସ୍ରା କରିବାକୁ ବସିଥିଲା ଫେରିଲା ନାହିଁ କିଛି ସମୟ ପରେ ମୋର ସନ୍ଦେହ ହେଇଗଲା ମାନେ ଫେରିଲା ନାହିଁ କହିଲା ଯିବ ବୋଲି ମୁଁ ତ ଏପଟେ ଅନ୍ଧାର ଛିଡା ହେଇଛି ଫେରୁ ନାହିଁ କାହିଁକି ମୁଁ ଯାଇକି ଦେଖିଦେଲା ବେଳକୁ ସେମିତି ବଇଛି ଆଉ ହଲେଇ ଦିନେ ଠକି କରି ପଡିଲା ତାମାନେ ପରିସ୍ରା କରୁ କରୁ ତାର ମରିଗଲା ପଇସା କରୁ କରୁ ଲୋକ ମରିଯାଉଛି। ଚାଲିଗଲା ସେଠି ଆଉ ଦ୍ୱିତୀୟଟା ଆଇଥିଲି ସେ ବି ସେଦିନ ମୁଁ ତ ମୋ ମନ ଗୁଡା ତ ପଳେଇଛି। ନା ନା ସେ ନୁହଁ ଏ ମୋ ସାଙ୍ଗ ଥିଲା ହଁ ସିଏ ଗଲା ସିଏ ସେ ନେଇଗଲା। ତୃତୀୟଟା ତ ତାକୁ ଷଣ୍ଢ ଖାଇଗଲା ତୃତୀୟଟା ଷଣ୍ଢ ଖାଇଗଲା ତାକୁ ଷଣ୍ଢ ଖାଇଗଲା। ହଁ ସେ କଣ ଘାସ? କିଛି ରଖିଲା ନାହିଁ ତା କୋଳି ମୋଳି ସବୁ ଖାଇଗଲା କିଛି ରଖିଲାନି ବା ଶୁଣୁ ଶାହାଡା ଗଛକୁ ବାହା ହେଇଥିଲି ହଁ। ହେଲା ତୃତୀୟଟା ଆଉ ସେଇଟା ତାର ଷଣ୍ଢ ତାକୁ ଖାଇଗଲା ଆଉ ତା ପତ୍ର ଡାଳ ଫାଳ ସବୁ ଖାଇଗଲା ରଖିଲାନି ଆଉ ତମେ ବୋଲେ ଏବେ କହୁଛ ତୃତୀୟ ନମ୍ବର ଆଇ ମୋର ନା ଚତୁର୍ଥ ଚତୁର୍ଥ। ତୋ ଆଇ ଚତୁର୍ଥ ସେଇଟା ତ ଥିଲା ଜିନିଷ ଭଲ ମା ଆଇନା ତୋ ମା ଜନ୍ମ କରିସାରିଲା ପରେ ତୋ ମାକୁ ତା ଅବସ୍ଥା ଭଲ ଥିଲା କୁଆଡେ ଭଲ ଅଛି? କଣ୍ଡିସନ ଭଲ ଥିଲା ପାଞ୍ଚ କହିବା ଶଳାକୁ ରାତି ପାଇବା ପର୍ଯ୍ୟନ୍ତ ଯାହା ହବ ମତେ ଅଟକିଛୁ ମାନେ ମୁଁ ଛାଡିବିନି କୁହ। ଆଉ ମୁଁ ଛାଡିବିନି ତ ଯୋଉ କହୁଛୁ 5 ଲକ୍ଷ ଟଙ୍କାର ଗୋଟେ ଅଫର ଆସିଲା ତ ଆଇକି କୋଉଠୁ? କୋଉଠୁ ମୁମ୍ବାଇରୁ ଗୋଟେ ଖବର ଆସିଲା ଗୋଟେ ବାହାର ନାଚିବା ପାଇଁ ହଁ। 5 ଲକ୍ଷ ଟଙ୍କା ଆଣିଲି ଆଇକି ନେଇକି ଭୁବନେଶ୍ୱରରେ ହେଲିକପ୍ଟର ବସେଇଦେଲି ଫଟ୍ ଏକାଥରେ ମୁମ୍ବାଇ ଯାଇଛି ଯେ ଯାଇଛି ତାର ସାଡେ କାହିଁକି ଫେରୁନାହିଁ ସବୁ କଥାଟା ବୁଝିପାରିଲି ଏଇ ଫଟ୍ କଥାଟା ବୁଝିପାରିଲି। ଚକା ଫାଟିଗଲା ନା ଆଉ ଫଟ୍ ମାନେ ଓହ୍ଲେଇ ପଡିଲା ଆଉ ହଉ ଲେ ଫଟ୍ ଓହ୍ଲେଇ ପଡିଲା ମୁଁ କହିଲି ଚକାଟା ଫାଟିଗଲା। ଫଟ୍ ମାନେ ଓହ୍ଲେଇ ପଡିଲା ସେ ତ ବୁଝିପାରିବ ନା ସେଟା କଣ ଓଡିଆ କଥା ଏମିତି ଅଛି କଥା ଅଛି ସେଟା କହିବାକୁ ପଡିଲେ ଟାଣି ନିଅନ୍ତି ତୁ ଟାଣି ନବୁ ସବୁ କିନା ଓହୋ। ଇଲେକ୍ଟ୍ରିକ କରେଣ୍ଟ ବୋଲେ ଚାଷୀ ଟାଣି ନବୁ କଥା ସେଇଟା ଆଉ କଣ ବୁଝିପାରୁନୁ ମୋ ବୋଉ କହୁଥିଲା ମୋ ନାଟକ ଫାଟକ ଲେଖ ବୋଲି। ମାରି ଦେଲୁ ତୁ ଆଜି 6ଟା ହବ ଆଜି 6ଟା ଯାହା ହବ କୁହ ନାଟକ କୁହ। ନାଟକ ଦୁଃଖ କଥା ମନେ ପକେଇଦେଲୁ ରେ ବାବା ବହୁତ ଦୁଃଖ କଥା ତୁ ମନେ ପକେଇଦେଲୁ କାହିଁକି ସେ ନାଟକ କଥା ମତେ ମନେ ପକେଇଯିବ କେତେ ନାଟକ ଜୀବନ ସାରା ଲେଖୁଥିଲି ଯୋଉଦିନ ମୋ ନାଟକଟି ବନ୍ଦ ହେଇଗଲା ସେଇଦିନ ଠାରୁ ମୁଁ କଲମଧରା ଛାଡ଼ି ଦେଇଛି ରେ ଆଉ କଲମ ଧରି ପ୍ରଥମ ନାଟକ ବହୁ କଷ୍ଟରେ ସଂଘର୍ଷ କରି ଲେଖିଥିଲି ସଂଘର୍ଷ କରି ପ୍ରଥମ ନାଟକଟି ଲେଖିଥିଲି କାହା ସାଥିରେ ସଂଘର୍ଷ କରୁଥିଲ? ନାଟକ ନା କଣ ପଚାର ସଂଘର୍ଷ କରୁଥିଲ କାହା ସାଥିରେ? ସଂଘର୍ଷ ପ୍ରକୃତି ସହିତ ସଂଘର୍ଷ କରି ମୁଁ ପ୍ରଥମ ନାଟକ ଜନ୍ମ ଦେଇଥିଲି ନାଟକ ନାଁ ଥିଲା ଚଢି ହଜିଗଲା ବଢି ପାଣିରେ ଗଲା ପୁଣି ସଂଘର୍ଷ ଚାଲିଲା ଦ୍ୱିତୀୟ ନାଟକ ହଁ ଲଭ ଷ୍ଟୋରି ଉପରେ ସେଟା ପ୍ରକୃତି ନିଷ୍ଠ ସାଥିରେ ଚାଲିଲା ସଂଘର୍ଷ ଏଟା ଲଭ ଷ୍ଟୋରି ଉପରେ ଚାଲିଲା ଏ କହିଲେ କଣ ହବ ମତେ କାହିଁକି ବସେଇ ଦ୍ୱିତୀୟ ନାଟକ ଥିଲା ଛିଣ୍ଡିଲା ଛାୟା ଡୋର ବ୍ଲାଉଜ କହୁଛି ମତେ ଲଭ ଷ୍ଟୋରି ନାଟକ ବ୍ଲାଉଜ ଲଭ କରିପାରିଲା ନାହିଁ ସେ ନାଟକ ବନ୍ଦ ହେଇଗଲା ଏବେ ଏବେ ଯୋଉ ନୂଆ ନାଟକଟା ଲେଖିତ କହିତେ ପଳେଇବା ଏ ନୂଆ ନାଟକଟା କହିତେ ପଳେଇବା ନାଟକ ଅଧା ହେଇଛି ମତେ କହୁଛୁ ଲେଖିକୁ କହିଦିଅ ତ ନାଁଟା କହିଦେଲ ପଳେଇବା ସୁଭଦ୍ରା କାନ୍ଦୁଛି ଜନସେବା କେନ୍ଦ୍ର ବୁଝିଲି ଦେଖ ମାର କାଳେ ମୁଁ ଏତେ କଥା କହିବି ନାହିଁ ସବୁ ବିରକ୍ତ ହେଲେଣି ମୋ ଅବସ୍ଥା ମାଲ ବାଟିରେ ମିଳୁଛି ନା
ନା ରେ ମକର ଅଛି ଯେ ଆଗକୁ ଦେ ମୋ ବାପାଟା ବା ଏ କାଳେ ବେ 2 ଲକ୍ଷ ମୁଁ ମାଲ ନବ ନା ଟଙ୍କା ନବ? ବଡ ଭାଙ୍ଗି ଦେବି ତାକୁ ସେ ରାଖାଲୁକୁ ବାଡେଇକି ବିଦା କଲି ତତେ ବି ଆଜି ବାଡେଇକି ତମେ ମାଲ ନବ ନା ଟଙ୍କା ନବ? ବଡ ଭାଙ୍ଗି ଦେବି ମାଲ ନବ ନା ଟଙ୍କା ନବ? ଦିଆ କିଛି ଶୁଣିବିନି ଦରକାର ପଡିଲେ ନିଜର ନାଟିଆ ଭାଟିଆ କିଛି ଶୁଣି ମାଲ କାଟ ଟଙ୍କା ପାଇଁ ମୁଁ ସବୁ କିଛି ଏ ଟଙ୍କା କଥା କହୁନ ମାଲ ମାଲ କହୁଛ ମୁଁ ମାଲ ଭାଟିରେ ଅଛି ବୋଲି କହୁଛି ଯିଅ ତମେ 5 ଲକ୍ଷ ଟଙ୍କା ପୋଲିସ ଆସିଲେ ତମେ ମୋ ସାଥ ଦବ ସୁପର